ଯେତେବେଳେ ବର୍ଷା ହୁଏନି ସେମାନଙ୍କର ବିଶ୍ୱାସ ରହିଛି ଯେ ଏଇ ଭଗବାନଙ୍କୁ ନେଇକରି ଗାଁ ନିକଟର ପୋଖରୀରେ ପୋତି ଦେଲା ପରେ ଠିକ୍ ସେଇଦିନ ହିଁ ବର୍ଷା ହୋଇଥାଏ। ଚାଷ ଫାସ ପାଇଁ ଆସିବେ ରୁଣ୍ଡ ହେଇକିନା ତ ପୋଖରୀ ନେଇକି ତ ପୋତି ଦେବେ। ସାଧାରଣତଃ ଏହି ମନ୍ଦିରରେ ପୂଜକ ଯିଏ ରହିଥାନ୍ତି ସେ ବ୍ରାହ୍ମଣ ସମ୍ପ୍ରଦାୟରେ ରହିନଥାନ୍ତି, ସେ ଆଦିବାସୀ ସମ୍ପ୍ରଦାୟର ହୋଇଥାନ୍ତି ଏବଂ ଯେତେବେଳେ ବର୍ଷା ହୁଏନି ସେମାନଙ୍କର ବିଶ୍ୱାସ ରହିଛି ଯେ ଏଇ ଭଗବାନଙ୍କୁ ନେଇକରି ଗାଁ ନିକଟର ପୋଖରୀରେ ପୋତି ଦେଲା ପରେ ଠିକ୍ ସେଇଦିନ ହିଁ ବର୍ଷା ହୋଇଥାଏ। ସିଧାସଳଖ କଥା ହେବା ପୂଜକଙ୍କ ସହିତ। ନାଁଟା କୁହନ୍ତୁ। ରାୟସିଂ ପାତ୍ର। ଆପଣ ଏ ମନ୍ଦିରର ପୂଜକ? ହୋଇ ଏ ମନ୍ଦିର ରହିଛି, ମହାତ୍ମା ରହିଛି ଏ ମନ୍ଦିରର। କାହିଁକି ମନ୍ଦିରରେ ଯେଉଁ ଭଗବାନଙ୍କୁ ନେଇକି ଆପଣ ପୋଖରୀରେ ପୋତନ୍ତି? ଚାଷବାସ କରିବା ପାଇଁ ଆମେ ଯେତିକି ଗାଁର ଲୋକ ଅଛନ୍ତି ସମସ୍ତେ ଯାଇକିନା ପାଣି କାଞ୍ଜି ନ ମାରିଲେ ଚାଷ ଫାସ ପାଇଁ ଆସିବେ ରୁଣ୍ଡ ହେଇକିନା ତ ପୋଖରୀ ନେଇକି ତ ପୋତି ଦେବେ। ପୋତି ଦେଲା ପରେ ପାଣି ଆସିବ, ପାଣି ଆସିଲା ପରେ ବାହାର କରିକିନା ଏଠି ଆଣିକିରି ରଖିଦେବେ। ରଖିଦେଇକିନା ପୂଜା ପାଣି କରିକିନା ସମସ୍ତେ ପାଇବେ। ନିଶ୍ଚିତ ଭାବରେ ଯେମିତି ଗୋଟେ ବିଶ୍ୱାସର କଥା, ଗୋଟିଏ ପରମ୍ପରାର କଥା ଆପଣ ଶୁଣୁଥିଲେ ଯେ ଭଗବାନଙ୍କୁ ନେଇକି ସିଧାସଳଖ ପୋଖରୀରେ ପୋତି ଦେବେ ଏବଂ ସେଇଦିନ ହିଁ ବର୍ଷା ହେବ। ବର୍ଷା ହେଲା ପରେ ପୁଣି ପୁନର୍ବାର ଭଗବାନଙ୍କୁ ପୋଖରୀରୁ ଉଦ୍ଧାର କରି ତାଙ୍କ ଆସ୍ଥାନରେ ସ୍ଥାପନ କରିବେ ଏବଂ ପୂଜା ଅର୍ଚ୍ଚନା କରିବେ। ଇଏ ଗୋଟିଏ ବିଶ୍ୱାସ, ଇଏ ଗୋଟେ ପରମ୍ପରାର କଥା ରହିଛି। ଆପଣମାନେ ଦେଖୁଥିବେ, ମୁଁ ମୋ ସହଯୋଗୀ କହିବି ଦେଖେଇବେ ଯେ ବିଭିନ୍ନ ପ୍ରକାରର ମୂର୍ତ୍ତି ଏଠି ରହିଛି, ବିଭିନ୍ନ ପ୍ରକାରର ପ୍ରସ୍ତର ମୂର୍ତ୍ତି ରହିଛି, ଶିବ ପାର୍ବତୀଙ୍କ ମୂର୍ତ୍ତି ରହିଛି, ଗଣେଶ ଭଗବାନଙ୍କର ମୂର୍ତ୍ତି ରହିଛି ଏବଂ ବିଭିନ୍ନ ପ୍ରକାରର ଭଗବାନ ଦେବାଦେବୀଙ୍କର ମୂର୍ତ୍ତି ମଧ୍ୟ ଏହି ମନ୍ଦିରରେ ସ୍ଥାପନ କରାଯାଇଛି। ଏ ଯେଉଁ ପରମ୍ପରା ଦୀର୍ଘ ବର୍ଷ ହେଲା ଆଦିବାସୀ ସମ୍ପ୍ରଦାୟରେ ଚଳି ଆସୁଛି ଏବଂ ଏ ବିଶ୍ୱାସକୁ ନେଇ ଏ ସମ୍ପ୍ରଦାୟ ଆଜି ବି ବଞ୍ଚି ରହିଛି। ପୋଡ଼ାଗଡ଼ରୁ ଶାନ୍ତନୁ ମହାନ୍ତି, DNK ଲାଇଭ୍।